ରାତିରେ ଶୋଇଥିଲୁ ଆମେ ଜାଣିନୁ ମୋ ଶ୍ୱଶୁରଙ୍କୁ ବାଡ଼େଇକି କେମିତି କ'ଣ ଘରେ ପଶିକି ମୋର ଥିଲା 50,000 ଖଣ୍ଡେ ଆଉ ଗୋଟେ ଥିଲା ମୁଦିଟେ ଆଉ ଖଡ଼ୁ ଥିଲା କ'ଣ ସବୁ ନେଇଯାଇଛି ଚୋର ଆମକୁ କବାଟ ବାହାର ପଟୁ ଦେଇଥିଲା ଆମେ ଜାଣିପାରିଲୁନି ଶ୍ୱଶୁର ଡାକିଲେ ଝିଅ ଝିଅ ମୁଁ କହିଲି କିଏ ଡାକୁଛ ମୁଁ କହିଲି କବାଟ ମୁଁ ଯେତେ ଖୋଲିଲି ଖୋଲି ହେଲାନି ଦେଖିଲା ସେ ବାହାର ପଟୁ କବାଟ ଦିଆ ହେଇଯାଇଥିଲା ତାପରେ ସେ ଧଡ଼ା ଖୋଲିକି କି କେଉଁ ପଟେ ଆସିଲା ମୁଁ ଜାଣିନୁ ଆମେ ମୋ ସ୍ୱାମୀ ବି ନଥିଲେ ପାଖରେ ସମୟ ଆମେ ତ 2ଟାରେ ଉଠିଲୁ ସିଏ କେତେବେଳେ ଆସିଥିଲା ଆମେ ବି ଜାଣିନୁ ଆମେ ସମାନ 2ଟାରେ ଉଠିଥିଲୁ ଜାଣିନୁ ଜମା ଚୋରି ସେ 50,000 ଖଣ୍ଡେ ମୋ ସ୍ୱାମୀ ରଖିଥିଲେ ଯେଉଁ ଆଣିଥିଲେ ବେପାର ପଇସା ଆଉ ଗୋଟେ ମୁଦି ଥିଲା ଆଉ ସବୁ ସୁନା ଜିନିଷ ବାହାରେ ରଖିଦେଇଥିଲୁ ଇଏରେ ବ୍ୟାଙ୍କରେ ଆଉ ଖଡ଼ୁ ଆଉ ବି ଗାଈ ଗାଁର ଶୁଣାଯାଉଛି ଆଉ ଜଣଙ୍କ ଘରେ ବି ଚୋରି ହେଇଛି ବୋଲି ଶ୍ୱଶୁରଙ୍କ ଅବସ୍ଥା ପୁରା ଗୁରୁତର ଅଛନ୍ତି ପୁରା କଟିଯାଇଛି ତାଙ୍କ ଗାଲ ଫାଲ ଏମିତି ସବୁ କଟିଯାଇଛି ମେଡ଼ିକାଲ ଯାଇଥିଲେ ଚେକଅପ୍ କରିକି ଆସିଛନ୍ତି ଘରେ ଶୋଇଛନ୍ତି ପୋଲିସ ଆଜ୍ଞା ଆସିଥିଲେ ଫଟୋ ଉଠେଇକି ଯାଇଛନ୍ତି ସେମାନେ ପେଟ୍ରୋଲିଂ କରିବା ପାଇଁ ଆସିଥିଲେ ଆସିକି ଦେଖିକି ଯାଇଥିଲେ ଆଉ ଆଲମାରୀ ଠାକୁର ଘର 2ଟାରେ ଉଠିଲି ପ୍ରସାଦ କରି ଗଲି ପ୍ରସାଦ କରିକି ଆସିକି ଠାକୁର ଘର ଦେଖିଲି ଖୋଲା ଅଛି ଠାକୁର ଘର ଦେଖିକି ସାରିବା ପରେ ତାପରେ ଛାତ ଘରୁ ଗଲି ତାଙ୍କୁ ଉଠେଇଲି ଉଠିଲା ପରେ ସେଇଠୁ ଆସିଲେ ସେଇ ଘରୁ 8ଟା 3ଟା ଆଣିକି ଏପଟେ ପକେଇ ଦେଇଛନ୍ତି ପକେଇଲା ପରେ ତାପରେ ଆଜବେଷ୍ଟ ଘରେ ଦେଖିଲି ସେଇ ଘରେ ସବୁ ଛିନ୍ନ ଛତ୍ର କରିଦେଇଛନ୍ତି ସୁନା ଚୁଡ଼ି ଆଉ କାନର ଟଙ୍କା 20,000 ସବୁ ନେଇଯାଇଛନ୍ତି ତାପରେ ଆସିକି ପୁଅକୁ ଡାକିଲି ପୁଅକୁ ଡାକିଲି ତାପରେ ସେମାନେ ଆସିକି ତାପରେ ତଳକୁ ଆସିଲା ପରେ ସବୁ ଦେଖିଲି ଯେ କିଛି ନାହିଁ କିଛି ଦେଖିନୁ ତାଲା ଖାଲି ଖୋଲିକି କବାଟ ଖୋଲା ଥିଲା ତାପରେ ଲୋକମାନେ କିଛି ଦେଖିନୁ କାହା କେତେ କିଏ ନେଇଛନ୍ତି କ'ଣ ସବୁ ଖାଲି ଘର ପଡ଼ିଥିଲା ସବୁ ଖାଲି ଖୋଳାମୋଳା ଏରା ସବୁ ଦେଖିଛୁ ଏମିତି ହେଲେ 3 ଲକ୍ଷ ଟଙ୍କା ହେବ ଆଉ ପଇସା 20,000 ଆଉ ପୋଲିସ ଆସିଥିଲେ 3:30ରେ ସେ ଦେଖା ଦେଖି କରିକି ଫଟୋ ଉଠେଇକି ଏରା ସବୁ ଦେଖିକି ଯାଇଛନ୍ତି ଆଉ